ସମସ୍ତଙ୍କୁ ପ୍ରେଜ ଦ ଲର୍ଡ। ଚାଲନ୍ତୁ ଆଜି ସଦାପ୍ରଭୁଙ୍କ ଆଦି ପୁସ୍ତକ ଅଧ୍ୟାୟ 1 ପଦ ନମ୍ବର 2 ବିଷୟରେ ବିକ୍ଷିପ୍ତ ଭାବରେ ଆଲୋଚନା କରି ଶ୍ରୋତା ମଣ୍ଡଳୀକୁ ଧାରଣା ଦେବା। ତେବେ ଆଦି ପୁସ୍ତକ ଅଧ୍ୟାୟ 1 ପଦ ନମ୍ବର 2 ସୂଚନା ଅଛି, ପୃଥିବୀ ନିର୍ଜନ ଓ ଶୂନ୍ୟ ଥିଲା, ଆଉ ଗଭୀର ଜଳ ଉପରେ ଅନ୍ଧକାର ଥିଲା। ପୁଣି ପରମେଶ୍ୱରଙ୍କ ଆତ୍ମା ଜଳ ଉପରେ ବ୍ୟାପ୍ତ ଥିଲେ। ତେବେ ସଦାପ୍ରଭୁଙ୍କ ବାକ୍ୟ ସୂଚନା ଦିଏ, ପୃଥିବୀ ନିର୍ଜନ ଥିଲା। ଯେତେବେଳେ ସେ ଆଦି ପୁସ୍ତକ ପ୍ରଥମ ଅଧ୍ୟାୟର ପ୍ରଥମ ପଦରେ ସେ ପୃଥିବୀ ଓ ଗ୍ରହ ସମୂହକୁ ଯେତେବେଳେ ସ୍ୱର୍ଗ ସମୂହକୁ ଯେତେବେଳେ ସୃଷ୍ଟି କଲେ, ତେବେଳେ ପୃଥିବୀ ନିର୍ଜନ ଅବସ୍ଥାରେ ଥିଲା। ନିର୍ଜନ କହିଲେ ଲୋକଶୂନ୍ୟ ଅବସ୍ଥାରେ ଥିଲା। ତା ସହିତ ସମ୍ପୂର୍ଣ୍ଣ ଶୂନ୍ୟ ଥିଲା। କହିଲେ ଜୀବଜନ୍ତୁ ବା ବୃକ୍ଷର କୌଣସି ଉପସ୍ଥିତି ନଥିଲା ଏବଂ ଗଭୀର ଜଳ ଉପରେ ଅନ୍ଧକାର ଥିଲା। ପୃଥିବୀର ସମଗ୍ର ପାର୍ଶ୍ୱରେ ଜଳମଗ୍ନ ହୋଇ ରହିଥିଲା ଏବଂ ଜଳମଗ୍ନ ଯୋଗୁଁ ସମଗ୍ର ପୃଥିବୀ ଏବଂ ସୂର୍ଯ୍ୟ ନକ୍ଷତ୍ର ତାରକାର ଜ୍ୟୋତି ଅଭାବ କାରଣରୁ ପୃଥିବୀ ଅନ୍ଧକାରମୟ ଥିଲା। ସେ ଅନ୍ଧକାରମୟ ପୃଥିବୀ ଉପରେ କେବଳ ଜଳର ପ୍ରଥମ ସୃଷ୍ଟି ପରମେଶ୍ୱରଙ୍କ ଦ୍ୱାରା ହୋଇଥିଲା। ପୁଣି ପରମେଶ୍ୱରଙ୍କ ଆତ୍ମା ଜଳ ଉପରେ ବ୍ୟାପ୍ତ ଥିଲେ। ତେବେ ସର୍ବଶକ୍ତିମାନ ଶକ୍ତିମୟ ପ୍ରଭୁ ସଦାପ୍ରଭୁ ପରମେଶ୍ୱରଙ୍କ ଆତ୍ମା ବା ଗଡ୍ ସୋଲ୍ ଜଳ ଉପରେ ବ୍ୟାପ୍ତ ଥିଲେ। ସମଗ୍ର ପୃଥିବୀ, ସମଗ୍ର ସଂସାର ତଥା ଜଳ, ଯେଉଁ ଜଳ ପୃଥିବୀ ପୃଷ୍ଠରେ ଭରି ରହିଥିଲା, ତା ଉପରେ ପରମେଶ୍ୱରଙ୍କର ସୋଲ୍ ବା ନିଜେ ପରମେଶ୍ୱର ତା ଉପରେ ବ୍ୟାପ୍ତ ଥିଲେ ବା ଉପସ୍ଥିତି ତାଙ୍କର ଜଳ ଉପରେ ରହିଥିଲା ଏବଂ ପୃଥିବୀ ଉପରେ ମଧ୍ୟ ତାଙ୍କର ଉପସ୍ଥିତି ପରିଲକ୍ଷିତ ହୋଇଥିଲା। ତେବେ ଆଦି ପୁସ୍ତକ ଅଧ୍ୟାୟ 1 ପଦ ନମ୍ବର 2 ଶେଷ ହେଲା। ଧନ୍ୟବାଦ।